ଯାଜପୁର ସହରରେ ଆଜି କିନ୍ତୁ ଜମର ବେଶ ଧରି ଲୋକମାନଙ୍କୁ କରାଉଛନ୍ତି ସଚେତନ ଯେ ଲୋକମାନେ ହେଲମେଟ ପିନ୍ଧନ୍ତୁ, ମଦ୍ୟପାନ କରି ଗାଡ଼ି ନ ଚଲାନ୍ତୁ, ଏଭଳି ଲୋକମାନଙ୍କୁ ସଚେତନ କରାଉଛନ୍ତି। ତେବେ ଏ ଆମେ ଅଧିକ ଆଲୋଚନା କରିବା ଯେ ଯମରାଜ ବେଶ ଧରିଛନ୍ତି ଅଭିମନ୍ୟୁ ମିଶ୍ର ଅଛନ୍ତି ଅନ୍ୱେଷଣ ଥିଏଟର ଗ୍ରୁପ ଆମେ ଆଲୋଚନା କରିବା। ଆଜ୍ଞା ଦେଖିବେ ଆପଣ ଆଜି ସତ୍ୟସତିକ ଯମରାଜ ଦେଖା ହେଉଛନ୍ତି, ପ୍ରକୃତରେ ଏ ବେଶ ଆଜି କ'ଣ ପାଇଁ ଧରିଛନ୍ତି? ଆଜି ବେଶ ଅଛି ଯମରାଜ ସ୍ୱର୍ଗରୁ ଆସିଛି ଏ ମର୍ତ୍ତ୍ୟପୁରକୁ। ଏ ମର୍ତ୍ତ୍ୟପୁର ମାନବ ମାର୍ଗରେ ଯୋଉ ଦୌରାତ୍ମ୍ୟ ବଢି ଚାଲିଛି, ସେଥିପାଇଁ ତାଙ୍କୁ ସାଧାରଣ କରିବା ପାଇଁ ଏ ଯମରାଜ ଏବଂ ଚିତ୍ରଗୁପ୍ତ ଯାଜପୁର ସହରକୁ ଆସିଛି। କାରଣ ଯାଜପୁର ଜିଲ୍ଲା ପ୍ରଶାସନର ଯୋଉ ନିୟମ, ଗାଡ଼ି ଚଲେଇଲେ ଆମେ ହେଲମେଟ ପିନ୍ଧିବା, ବିନା ହେଲମେଟରେ ଯାତାୟାତ କରିବା ନାହିଁ, ତାକୁ କୌଣସି ମାନବ ମାନୁନାହାନ୍ତି। ସେଥିପାଇଁ ଯୋଉ ମାନବ ଏଥିରେ ବିଚ୍ୟୁତ ହେଇଯିବେ, ଯମରାଜ ସିଧା ତାଙ୍କୁ ସ୍ୱର୍ଗ ଉପରକୁ ନେଇଯିବ। ଦେଖିବେ ଆଜି ଆପଣ ଯମରାଜ ବେଶ ଧରିଛନ୍ତି, ଆପଣଙ୍କ ସହିତ ଆଉ ଯେଉଁମାନେ ଅଛନ୍ତି ସେମାନେ କ'ଣ ବେଶ ଧରିଛନ୍ତି ଏବଂ ଇଏ ମୁଖ୍ୟ ସଚେତନ କରିବାର ମୁଖ୍ୟ ଲକ୍ଷ୍ୟ କ'ଣ ରହିଛି? ଏ ଲକ୍ଷ୍ୟ ହେଉଛି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ, ଯାଜପୁର ଜିଲ୍ଲା ପ୍ରଶାସନରେ ସାରା ଓଡ଼ିଶା, ସାରା ଭାରତ ଯେଉଁଭଳି ଭାବେ ଆମେ ବିନା ହେଲମେଟ ଚଲେଇ ଯେଭଳି ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ଆମର ବାପ ମା ମାନେ ଆମ ପୁଅକୁ ଅପେକ୍ଷା କରିଛନ୍ତି, କିନ୍ତୁ ପୁଅଟି ଏଠି ରାସ୍ତାରେ ରକ୍ତ ଦେଇ ଜୀବନ ଦିଆଯାଉଛି। ସେଥିପାଇଁ ଏ ଯମରାଜ ବେଶରେ ଆମେ ଲୋକମାନଙ୍କୁ ସଚେତନ କରାଉଛୁ। ଆପଣମାନେ ହେଲମେଟ ପିନ୍ଧନ୍ତୁ, ସଚେତନ ହୁଅନ୍ତୁ, ନିଜ ଜୀବନ ସୁରକ୍ଷିତ ରଖନ୍ତୁ, ଅନ୍ୟ ଜୀବନକୁ ସୁରକ୍ଷିତ ରଖନ୍ତୁ। ଏବଂ ଯିଏ ହେଲମେଟ ନ ପିନ୍ଧିଛନ୍ତି ତାକୁ ଆପଣ କୁହନ୍ତୁ ହେଲମେଟ ପିନ୍ଧିବା ପାଇଁ, ଏବଂ ବିନା ହେଲମେଟରେ ଜମା ଗାଡ଼ି ଚଲାନ୍ତୁ ନାହିଁ। କାହିଁକି ତୁମେ ହେଲମେଟ ପିନ୍ଧିବା ଅପେକ୍ଷା କରିଛି ତ ଯମରାଜ, କାରଣ ସିରାଜରୁ ଏ ମର୍ତ୍ତ୍ୟପୁରକୁ ଯମରାଜ ଆସିଛି। ଯଦି ବିନା ହେଲମେଟରେ ଯାତାୟାତ କରିବ, ଚିତ୍ରଗୁପ୍ତ ସହିତ ତମକୁ ସ୍ୱର୍ଗ ଉପରକୁ ନେଇଯିବ। ଶୁଣୁଥିଲେ ଯେ ଯମରାଜ ବେଶ ଧରିଛନ୍ତି ଅଭିମନ୍ୟୁ ମିଶ୍ର, ତାଙ୍କ ପ୍ରତିକ୍ରିୟା ଯେ ତାଙ୍କ ସହିତ ମଧ୍ୟ ଚିତ୍ରଗୁପ୍ତ ରହିଛନ୍ତି ଏବଂ ଯାଜପୁର ସହର ବିଭିନ୍ନ ଜାଗାକୁ ମଧ୍ୟ ପରିଦର୍ଶନ କରିଛନ୍ତି। ବିଭିନ୍ନ ଜାଗାରେ ମଧ୍ୟ ଗାଡ଼ି ଯେଉଁମାନେ ହେଲମେଟ ପିନ୍ଧି ନାହାନ୍ତି, ମଦ୍ୟପାନ କରି ଗାଡ଼ି ଚଲାଉଛନ୍ତି, ସେମାନଙ୍କୁ ମଧ୍ୟ ସଚେତନ କରାଉଛନ୍ତି। ଏବଂ ଏଇ ଯେଉଁ ସରକାରଙ୍କ ଯେଉଁ ନିୟମ ରହିଛି ଯେ ସଡ଼କ ସପ୍ତାହ ସୁରକ୍ଷା ଚାଲୁଥିବା ଭିତରେ ସମସ୍ତେ ନିୟମକୁ ମାନିବା ପାଇଁ ମଧ୍ୟ ଏ ଯମରାଜ ଅଭିମନ୍ୟୁ ମିଶ୍ର ସେ ମଧ୍ୟ ଅନୁରୋଧ କରିଛନ୍ତି। ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ମଧ୍ୟ କଡ଼ା ନିୟମ ମଧ୍ୟ ଯାଜପୁରରେ ପାଳନ କରିବାକୁ ଯାଉଛି, କାରଣ ସମସ୍ତ ପେଟ୍ରୋଲ ପମ୍ପରେ ମଧ୍ୟ ଯେଉଁମାନେ ହେଲମେଟ ପିନ୍ଧିନଥିବେ ସେମାନଙ୍କୁ ମଧ୍ୟ ପେଟ୍ରୋଲ ଦିଆଯିବ ନାହିଁ ବୋଲି ଆଜି ସିଧାସଳଖ ଯିଏ ଅଛନ୍ତି ଆର୍ଟିଓ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଏଥିପ୍ରତି ଯେଉଁ ଜନତା ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି। ଯାଜପୁରରୁ ଉମେଶ ପାଢ଼ୀ, ନକ୍ଷତ୍ର ନ୍ୟୁଜ୍।